ବର୍ତ୍ତମାନ ଆମେ ଟ୍ରିଟମେଣ୍ଟରେ ଅଛୁ ଆଉ ପ୍ରଭୁଙ୍କ ଦୟାରେ ଭଲ ଅଛୁ। ମାଇଲ୍ଡ ପେନ୍ ତ ହଉଛି ଆଉ ବହୁତ ଲୋକ ଆମକୁ ଫୋନ କରୁଛନ୍ତି କିନ୍ତୁ କଥା ହେବାର ସୁଯୋଗ ହେଉନାହିଁ। ସମସ୍ତଙ୍କୁ ମୋର ଅନୁରୋଧ ପ୍ରାର୍ଥନା କରନ୍ତୁ। ପ୍ରଭୁ ଆପଣମାନଙ୍କୁ ପ୍ରାର୍ଥନାରେ ଆମକୁ ସୁରକ୍ଷା ଦେଇଛନ୍ତି। ସେବା କାର୍ଯ୍ୟରେ ଆମେ ବାହାରିଥିଲୁ ଆଉ ସେବା କାର୍ଯ୍ୟର ରାସ୍ତାରେ ଦୁର୍ଘଟଣାଟି ଘଟିଛି। ପ୍ରଭୁଙ୍କ ଦୃଷ୍ଟିଗୋଚର ବାହାରେ ତ କିଛି ହୁଏ ନାହିଁ। ତେଣୁ ଗଡ୍ ନେଭର ମେକ୍ସ ମିଷ୍ଟେକ୍ସ। ସେ କେବେ ଭୁଲ କରନ୍ତି ନାହିଁ। ଯାହା ତାଙ୍କୁ ସନ୍ତୁଷ୍ଟ ହେଲା ଆମେ ସେଥିରେ ସନ୍ତୁଷ୍ଟ ହେବାର ଅଛି। କିଛି ବି କମ୍ପ୍ଲେନ ନାହିଁ, କିଛି ବି ଦୁଃଖ ନାହିଁ। ସେବା କାର୍ଯ୍ୟରେ ଆସିଛି ଗୋଟେ ସମସ୍ୟା, ଠିକ ହବ। ନିଶ୍ଚିତ କରିବି। ତେଣୁ ଆପଣମାନଙ୍କର ପ୍ରାର୍ଥନା ଆଉ ଏତେ ଲୋକ ଆମକୁ ଭଲ ପାଉଛନ୍ତି, ଲୋକମାନେ ଆସୁଛନ୍ତି, ଦେଖା କରୁଛନ୍ତି, ମିଶୁଛନ୍ତି, ପ୍ରାର୍ଥନା କରୁଛନ୍ତି, ତ ନିଶ୍ଚୟ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, କରିବେ। ଆଉ ଫର୍ଦର ଟ୍ରିଟମେଣ୍ଟ ପାଇଁ ଆମେ ଡିସାଇଡ କରିନାହୁଁ କୋଉଠି ଅପରେସନଟା ପାଲାସାରେ ହେବ କି ଶ୍ରୀକାକୁଲମରେ କି ଭୁବନେଶ୍ୱର କଟକରେ। ଟାଟାରୁ ବି ଆମ ମଣ୍ଡଳୀ କହୁଛନ୍ତି ପଳେଇ ଆସନ୍ତୁ ଏଠି କରିବା। ଆଜି ଆମ ସହଧର୍ମିଣୀ ଆସୁଛନ୍ତି, ଆସିଲା ପରେ ସମସ୍ତେ ମଣ୍ଡଳୀ ଭାଇମାନେ ଆମର ଶୁଭଚିନ୍ତକ ମାନେ ମିଶିକି ଆମେ ଗୋଟେ ଡିସାଇଡ କରିବୁ କୋଉଠି ଫର୍ଦରଟା ହବ। ତ ଏତିକି ଇନଫର୍ମେସନଟା ମନେ ରଖନ୍ତୁ, ପ୍ରାର୍ଥନା କରନ୍ତୁ। ନିହାତି ଆଜ୍ଞା, ଅନେକ ପ୍ରୋଗ୍ରାମ ଆପଣଙ୍କର ଟାଇଟ୍ ଅଛି, ସେ ସମ୍ପର୍କ କଣ କହିବେ? ଅନେକ ତ ପ୍ରତିଦିନ ଆପଣଙ୍କ ପ୍ରୋଗ୍ରାମ ଏଙ୍ଗେଜ ଥାଏ। ପ୍ରୋଗ୍ରାମ ତ ଏବେ ରିସେଣ୍ଟଲି ଅଛି, ଗଞ୍ଜାମରେ ଥିଲା, ପୁଣି ନେକ୍ସଟ ୱିକରେ ଧନପୁର ଜୟପୁର ପାଖରେ 3 ଦିନର ସଭା ଥିଲା। ଦେନ୍ କଟକରେ ଥିଲା, ପୁଣି ଜାନୁଆରୀ 26, 27, 28 ପୁଣି କଟକରେ, 24, 23, 24, 25 ବଲାଙ୍ଗୀରରେ ଥିଲା। ଆଉ ମୁଁ ଜାଣେ ନାହିଁ, କିନ୍ତୁ ଯଦି ମୁଁ ଠିଆ ହେବାର ସକ୍ଷମ ହେଲି ତ ମୁଁ ନିଶ୍ଚୟ ମିଟିଂକୁ ଯିବି, କିଛି ଅସୁବିଧା ନାହିଁ। ବର୍ତ୍ତମାନ ଠିଆ ହେଇପାରୁଛି, ଚାଲି ପାରୁଛି, ତାର ଅର୍ଥ ହଉଛି ଠିଆ ହେବାର ସକ୍ଷମ ମାନେ ଯଦି ମୋ ହାତଟା ଠିକ ହେଇଗଲା, ଏଟଲିଷ୍ଟ ଟ୍ରାଭେଲିଂ କରିବା ପରେ ଆଉ ଯାଇକି ନିଜେ କାମ ନିଜେ କରିକି ରହିଲା ପରେ ବର୍ତ୍ତମାନ ସବୁ ଠିକ ଅଛି। ମୁଁ ଚଲାବୁଲା କରିପାରୁଛି, କିଛି କୌଣସି ଅସୁବିଧା ନାହିଁ। ଖାଲି ଲେଫ୍ଟ ହ୍ୟାଣ୍ଡରେ ମଲ୍ଟିପଲ ଫ୍ରାକ୍ଚର 2-3 ଖଣ୍ଡ ହେଇଛି ଆଉ ସେଇଟା ଠିକ ଯେତେ ଜଲ୍ଦି ହବ ସେତେ ଜଲ୍ଦି ସେବାରେ ପୁଣି ଥରେ ବାହାରିବା। ପ୍ରିୟ ଦର୍ଶକ ବନ୍ଧୁ ମାନେ ନିହାତି